October Breast Cancer Awareness Month, the theme of the Breast Cancer Awareness Month in 2025 is every story is unique, every journey matters. So এই কথাକୁ ଆମେ ଯଦି ବିଶ୍ଳେଷଣ କରିବା ପାଇଁ କି ଯିବା ତାହେଲେ ଯେଉଁମାନେ ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ହେଉଛନ୍ତି ଆକଳନ ହିସାବରେ 2025ରେ 2,80,000 ଲୋକ ମହିଳାମାନେ ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ହେବାକୁ ଯାଉଛନ୍ତି ଆକଳନ ହିସାବରେ 2030ରେ ୟାର ଭ୍ୟାଲ୍ୟୁ ରହିବ ଅଲମୋଷ୍ଟ 3 ଲକ୍ଷ ଆଉ 2040ରେ ଦି ଏଷ୍ଟିମେସନ୍ ଭ୍ୟାଲ୍ୟୁ ରହିବ 4 ଲକ୍ଷ। କ୍ୟାନ୍ସରର ଇନ୍ସିଡେନ୍ସ ଆଉ ଭୟାବହତା ଯେଉଁ ବଢ଼ିବାକୁ ଚାଲିଛି ତ 1,99 ଲୋକଙ୍କୁ ଯେତେବେଳେ କ୍ୟାନ୍ସର ହେଉଥିଲା ଓଡ଼ିଶାରେ ତାର ସଂଖ୍ୟା ବର୍ତ୍ତମାନ 107ରେ ପହଞ୍ଚିଛି ଆଉ ଭାରତରେ ତାର ସଂଖ୍ୟା ହେଉଛି 106। ତେଣୁ ଓଡ଼ିଶା ଭାରତ ଆଭରେଜଠୁ ଅଧିକରେ ଅଛି। ତ 30% ଓମେନ୍ ସେଥିରେ ବ୍ରେଷ୍ଟ କ୍ୟାନ୍ସର ପୀଡ଼ିତ ହେଉଛନ୍ତି। ତେଣୁ ସେହି ହିସାବରେ ଦେଖିବା ପାଇଁ ଗଲେ ଆମେ ରୋଗକୁ ଦେଖିବାନି, ଆମେ ରୋଗ ଭିତର ମଣିଷକୁ ଦେଖିବା। ସେମାନେ କିପରି ଭାବରେ ଟ୍ରିଟମେଣ୍ଟ ନେଉଛନ୍ତି, ଆମେ ତାକୁ କିପରି ଭାବରେ ଅପ୍ଟିମାଇଜ୍ କରିପାରିବା। ଅପ୍ଟିମାଇଜ୍ ମାନେ ସମସ୍ତଙ୍କୁ କିପରି ଭାବରେ ଏକା ଭାବରେ ଆପଣ ଟ୍ରିଟମେଣ୍ଟ କରିପାରିବେ ନାହିଁ। ସମସ୍ତଙ୍କର ବାୟୋଲୋଜି ଅଲଗା। ଭାରତବର୍ଷରେ 40 ବର୍ଷରୁ ତଳକୁ ବ୍ରେଷ୍ଟ କ୍ୟାନ୍ସରର ସଂଖ୍ୟା ହେଉଛି 15% ଆଉ 50 ବର୍ଷରୁ ତଳକୁ ବ୍ରେଷ୍ଟ କ୍ୟାନ୍ସର ସଂଖ୍ୟା ହେଉଛି 45%। ଯେଉଁଟାକି ୱେଷ୍ଟର୍ଣ୍ଣ କଣ୍ଟ୍ରିରେ ଇନ୍ସିଡେନ୍ସ ହେଉଛି ମିଡ଼ିଆନ୍ ଏଜ୍ ହେଉଛି ଅଲମୋଷ୍ଟ 60 to 65 ଇୟର୍। ତେଣୁ ଆମେ ଜଲ୍ଦି ଆଫେକ୍ଟ ହେଉଛନ୍ତି। ତେଣୁ ଏଇଟା ଗୋଟେ ନମ୍ବର ନୁହଁ। ତେଣୁ ଯେଉଁ ପର୍ସନ୍ ଆଫେକ୍ଟ ହେଉଛି ସେ ଜଣଙ୍କର ଭଉଣୀ, ସେ ଜଣଙ୍କର ମା, ସେ ଜଣଙ୍କର ସ୍ତ୍ରୀ। ତେଣୁ ଆମେ ତାକୁ ପର୍ସନାଲ ହିସାବରେ ଯଦି ଦେଖିବା ସେଇଟା ବେଶୀ ମ୍ୟାଟର କରିବ। କନସର୍ନ ନମ୍ବର 1 ହେଉଛି ଆମେ କ'ଣ ସମସ୍ତଙ୍କ ବ୍ରେଷ୍ଟକୁ ସର୍ଜରୀ କରିଦେବା? ଅଧା ବ୍ରେଷ୍ଟ ସର୍ଜରୀ କଲେ କ'ଣ ହେବନି? ହେଇପାରିବ ଯଦି ସ୍ମଲ୍ ବ୍ରେଷ୍ଟ ଟ୍ୟୁମର ଥିବ କିମ୍ବା ଯଦି ଆମେ କେମୋଥେରାପି ଦେଇକି ବ୍ରେଷ୍ଟ କ୍ୟାନ୍ସର ଛୋଟ କରିପାରିବା ତାହେଲେ ଆମେ BCS କରିପାରିବା MRM ବଦଳରେ। ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି କିଛି ପେସେଣ୍ଟକୁ ଆମେ କ'ଣ ବିନା କେମୋଥେରାପି ଦେଇକି ରହିପାରିବା କି? ୟେସ୍, ହେଇପାରିବ। ସୋ ଅର୍ଲି ଡିଜିଜ୍ ଯଦି ସର୍ଜରୀ ଆପଣ କରିଛନ୍ତି, ସାଇଜ୍ ଯଦି ଛୋଟ ଅଛି ଆଉ ହର୍ମୋନାଲ ପଜିଟିଭ ଯଦି ଅଛି ତାହେଲେ ଆପଣ ବିନା କେମୋଥେରାପି ନେଇକି ମଧ୍ୟ ଆପଣ ସମାନ ବେନିଫିଟ୍ ପାଇପାରିବେ। ତୃତୀୟ କଥା ରହୁଛି ଏବେ କିଛି ଜିନୋମିକ୍ ଟେଷ୍ଟିଂ ପଳେଇ ଆସିଲାଣି। ଆମେ ଯଦି ସେଇ ଟେଷ୍ଟିଂ କରିବା ତାହେଲେ ଆମେ ଜାଣିପାରିବା ଯେ ଆମେ କେମୋଥେରାପି ଆକ୍ଚୁଆଲି ନେବା ଦରକାର, ଫାଇଦା ଦେବ କି ଫାଇଦା ଦେବ ନାହିଁ। ଏହା ପରେ କଥା ରହୁଛି ଯେ ଟକ୍ସିସିଟି ମ୍ୟାନେଜମେଣ୍ଟ, କେମୋଥେରାପି ଆମେ କିପରି ଦେବା ଆଉ ଆମେ ସବୁ କଥା ପେସେଣ୍ଟ ସହିତ ଖୋଲା କରି କଥା ହେବା ଦରକାର। ଆଣ୍ଟିସିପେଟେଡ୍ ଟକ୍ସିସିଟି କ'ଣ, କେମିତି ଆପଣଙ୍କୁ ରିଆକ୍ସନ୍ ହେବ, ହ୍ୱାଟ୍ ଇଜ୍ ଦ ସ୍କିନ୍ ପ୍ରୋବ୍ଲେମ୍, ହେୟାର ପ୍ରୋବ୍ଲେମ୍, ଟେକ୍ସଚର ପ୍ରୋବ୍ଲେମ୍ ଆଉ ଫୁଡ୍ କେମିତି ଖାଇବେ, ରହିବେ କେମିତିଆ, ଚଳିବେ କେମିତିଆ। ତେଣୁ ଏଇ କଥାବାର୍ତ୍ତା, ଏଇ ବାର୍ତ୍ତାଳାପ ଆପଣଙ୍କ ଡକ୍ଟରଙ୍କ ସହିତ ଆପଣ ସଠିକ୍ ଭାବରେ କରନ୍ତୁ ଆଉ ତାକୁ ମନେ ରଖନ୍ତୁ ଆଉ ତାକୁ ପାଳନ କରନ୍ତୁ। ଏହା ପରେ ରହିଲା ଆପଣଙ୍କର ଫଲୋଅପ୍। ଫଲୋଅପ୍ ଅଙ୍କୋଲୋଜି ବ୍ରେଷ୍ଟ କ୍ୟାନ୍ସରରେ ଫଲୋଅପ୍ ଅଲମୋଷ୍ଟ ଇନ୍ ଦ ଟର୍ମ ଅଫ୍ 10 ଇୟର୍। 10 ବର୍ଷର ଫଲୋଅପ୍ ଦରକାର। ଆପଣଙ୍କୁ ରେଗୁଲାର ଏକ୍ସରସାଇଜ ଦରକାର। ଆପଣଙ୍କୁ ନିୟମିତ ଭଲ ଭାବରେ ଖାଇବା ଦରକାର। ଆପଣଙ୍କୁ ମେଦବହୁଳତା କମିବା ଦରକାର। ଆଲକୋହଲରୁ ବଞ୍ଚି ରହିବା ଦରକାର। ସ୍ମୋକିଂରୁ ବଞ୍ଚି ରହିବା ଦରକାର ଆଉ ଉତ୍ତମ ସୁପୃଷ୍ଟ ଖାଦ୍ୟ ଆଉ ଫ୍ରେଶ୍ ଖାଦ୍ୟ ଆପଣ ଖାଇବା ଦରକାର। ପ୍ରିଜର୍ଭେଟିଭ୍ ଫ୍ରି, ଅଲ୍ଟ୍ରା ପ୍ରୋସେସ୍ ଫୁଡ୍ ଏହାକୁ ନ ଖାଇବା ଦରକାର। ତେଣୁ ଏଇଭଳିଆ ଆଚରଣ ବିଧିକୁ ଆମେ କରିଚାଲିଲେ ଆଉ ତା ସହିତ ହର୍ମୋନାଲ ଥେରାପି ହେଉ କିମ୍ବା ଟାର୍ଗେଟେଡ୍ ଥେରାପି ହେଉ ସେଇଟା ଡିଜିଜ୍ ହିସାବରେ ଜଣାପଡ଼ିବ। ଆଉ ଏବେ ତ ଇମ୍ୟୁନୋଥେରାପି ବି ଆସିଗଲାଣି। ତେଣୁ ଇମ୍ୟୁନୋଥେରାପି ହେଉ ଟ୍ରିପଲ୍ ନେଗେଟିଭ୍ ବ୍ରେଷ୍ଟ କ୍ୟାନ୍ସରରେ ଯଦି ଆପଣ ତାକୁ ନେଉଛନ୍ତି ତାହେଲେ ଆପଣ ବାସ୍ତବିକ ଭାବରେ ସଠିକ୍ ଭାବରେ ଟ୍ରିଟମେଣ୍ଟ ହେଇପାରିବେ। ୱେଷ୍ଟର୍ଣ୍ଣ କଣ୍ଟ୍ରିରେ ଅର୍ଲି ଡିଜିଜ୍ର ସର୍ଭାଇଭାଲ୍ ଅଲମୋଷ୍ଟ 90% ଥିଲା ବେଳକୁ ଇଣ୍ଡିଆରେ ଅର୍ଲି ଡିଜିଜ୍ ସର୍ଭାଇଭାଲ୍ 66% ଅଛି। ତା କାରଣ ହେଉଛି ଯେ ଆମେ ଡିଲେଡ୍ ଡାୟଗ୍ନୋସିସ୍ ହେଉଛନ୍ତି। ତେଣୁ 20 ମିନିଟ୍ ମାସକୁ ଆପଣଙ୍କର ସମୟ ଦିଅନ୍ତୁ, ସେଲ୍ଫ ବ୍ରେଷ୍ଟ ଏକ୍ଜାମିନ୍ କରନ୍ତୁ। ଯଦି 40 ବର୍ଷରୁ ବେଶୀ ହେଇଛନ୍ତି ତାହେଲେ ମାମୋଗ୍ରାଫି କରନ୍ତୁ। 80% ଅଫ୍ ଓମେନ୍ ବ୍ରେଷ୍ଟ କ୍ୟାନ୍ସର ନିଜର ଜାଣିପାରନ୍ତି
ओनली पाल्पेशन द्वारा। तेणु मु एगेन एंड एगेन कहबी सेल्फ बेस्ट एग्जामिनेशन करंतु। जदि आपन गोड़ लागुच ताले मामोग्राफी करंतु। मामोग्राफी कला बेले डरिबे नाही शैडो देखिकी। 85% मामोग्राफिक शैडो आर नॉर्मल। जदि एब्नॉर्मल आसीबो ताले बायोप्सी करियो पछेबे नाही। बायोप्सी 100% करिवे। बायोप्सी कले रोग जो बढ़ी जाय बोली जो कहंती ताकू विश्वास करंतु नाही, से गोटे गुजब। ताकू बायोप्सी करसला परे तार डिटेक्शन नहीं सारा पर मल्टीडिसिप्लिन टीम मोर बॉडी बसवे। जन कथा शुणवे ना मोर सस्पष्ट अनुरोध से मुझे हो पारे। तेणु 3-4 जन डाक्तर सहित बसिकी कथा हेबे, प्लान करेंगे, तापर ट्रिटमेंट नेबे, ताहले जाइए आपण सफल हिसाब से पहुँचे। आउ जो 80-85% आमर जो आकलन अच्छी, जो प्रचेषा अच्छी, से प्रचेषा आप पहुँची पारे। थैंक यू वेरी मच। नमस्कार।